ହଟ ଯୋଗ କରୁଛନ୍ତି କି? ହଟ ଯୋଗ ଅର୍ଥାତ୍ ଜୋର ଜୁଲୁମ କରି ଦଣ୍ଡ ମାରିବା ଆଉ ଖୁବ୍ ଜୋରରେ ଦୌଡ଼ିବା, ଇଏ ଆଜ୍ଞା କମ୍ ବୟସ ପିଲାମାନଙ୍କର କାମ। 16, 17, 18 ବର୍ଷ ପିଲାଙ୍କର କାମ। ତେଣୁ ଆପଣମାନେ ଜାଣିଛନ୍ତି ହଟ ଯୋଗ କଲେ ଦେହର ଶକ୍ତି ନଷ୍ଟ ହୁଏ। ଉଦାହରଣ ସ୍ୱରୂପ ଆପଣ ଯଦି ଖୁବ୍ ଜୋର ଦୌଡ଼ିକି ଆସିଲେ, ରେଷ୍ଟ ଦରକାର ବା ବସିଯିବେ ଦେହକୁ ଟିକେ ସୁସ୍ଥ ଲାଗିଲା ପର୍ଯ୍ୟନ୍ତ। କିନ୍ତୁ ଏଇଟା ହେଉଛି ହଟ ଯୋଗ। ହଟ ଯୋଗରେ ବହୁତ ପ୍ରକାର ଅସୁବିଧା ସୃଷ୍ଟି ହେବ। କେତେବେଳେ କମର ମୁଡ଼ି ହେଇଯାଇପାରେ, ବେକ ମଚିକି ଯାଇପାରେ, ଅନ୍ୟାନ୍ୟ ବହୁ ପ୍ରକାର ଦେଖାଦେବ। ତେଣୁ ହଟ ଯୋଗ ଯଦି କରୁଛନ୍ତି ଆପଣ ସାବଧାନ ସହକାରେ କରନ୍ତୁ। ସବୁଠାରୁ ହେଲା ଭଲ ଯୋଗ ଅଷ୍ଟାଙ୍ଗ ଯୋଗ ବା ସରଳ ଯୋଗ, ଜ୍ଞାନ ଯୋଗ। ଏହି ଅଷ୍ଟାଙ୍ଗ ଯୋଗ ଆପଣମାନେ ରୀତିମତ ଯଦି କରିବେ, ହଟ ଯୋଗ ଆଦୌ ଆବଶ୍ୟକ ପଡ଼ିବ ନାହିଁ। ୟା ଭିତରେ ବି ଅଛି କେତେଟା ହଟ ଯୋଗ ଟାଇପ୍ର, କିନ୍ତୁ ପ୍ରକୃତ ହଟ ଯୋଗ ସେଗୁଡ଼ାକ ନୁହେଁ। ଆଉ ତାକୁ ଆପଣ ସୁହାଇଲା ଭଳିଆ କାମ କରିବେ। ଆଉ ହଟ ଯୋଗ କଲାବେଳେ ଆପଣ ସବୁବେଳ ପାଇଁ ସତର୍କ ରହିକି କରିବେ। ଆଉ ହଟ ଯୋଗ ଯେଉଁମାନେ କରୁଛନ୍ତି ସେମାନେ ସବୁଦିନ ପାଇଁ କରିପାରିବେ ନାହିଁ। କାରଣ ତାର କିଛି ନୀତି ନିୟମ ଯଦି ଅଛି, ତାକୁ ଆପଣ ନୀତି ନିୟମ ମାଧ୍ୟମରେ ଯାଉନାହାନ୍ତି। ତେଣୁ ହଟ ଯୋଗ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଆପଣ ସରଳ ଯୋଗ କରନ୍ତୁ ବା ଜ୍ଞାନ ଯୋଗ। ଏଥିରେ ଆପଣ ଧ୍ୟାନ, ଧାରଣା, ସମାଧି ସବୁ କିଛି ପାଇବେ। ଏହି ଯୋଗକୁ ଯେତେବେଳେ ଆପଣ କରିବେ, ପ୍ରଥମ କଥା ଆପଣ ଶୌଚ ହେବେ। ଶୌଚ ହେଇସାରିକି ଯୋଗ ଆରମ୍ଭ କରିବେ। ଯୋଗ ସାରିବେ ସୂର୍ଯ୍ୟ ଉଦୟ ପୂର୍ବରୁ ଆଉ ରାତି 10ଟା ପୂର୍ବରୁ। ସମ୍ପୂର୍ଣ୍ଣ ଖାଲି ପେଟରେ କରିବେ ନାହିଁ କି ବେଶୀ ଖାଇ ଯୋଗ କରିବେ ନାହିଁ। ତେଣୁ ଧ୍ୟାନ ଦେବେ ଆପଣମାନେ। ପ୍ରତ୍ୟେକ ବ୍ୟକ୍ତି ଅଷ୍ଟାଙ୍ଗ ଯୋଗ ନିହାତି ଦରକାର। ଅଷ୍ଟାଙ୍ଗ ଯୋଗର ଆପଣ ସବୁ କିଛି ପାଇବେ। ୟୁଟ୍ୟୁବର ଚିରବସନ୍ତ ଚ୍ୟାନେଲରେ ଛାଡ଼ିଛି, ଦେଖିବେ ଆପଣମାନେ। 58 ମିନିଟ୍ 40 ସେକେଣ୍ଡର ଗୋଟେ ଯୋଗ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। ଆପଣମାନେ ସବୁବେଳେ ଧ୍ୟାନ ଦେବେ ଅଷ୍ଟାଙ୍ଗ ଯୋଗ ବା ସରଳ ଯୋଗ କରିବା ପାଇଁ। ଦେଖନ୍ତୁ ଆପଣ ହଟ ଯୋଗର ଏଗୁଡ଼ାକ କିଛି ବହୁତ ଗୁଡ଼େ ଅଛି, ପାଇବେ ନାହିଁ। ଉଦାହରଣ ସ୍ୱରୂପ ମଙ୍କି ମୁଦ୍ରା। ମଙ୍କି ମୁଦ୍ରା ବହୁତ ବାର କରାହେଇଛି, ବହୁତ ବାର ଦେଖାଯାଇଛି, ବହୁତ ବାର ଦେଖେଇଛି। ଆପଣମାନେ ନିଶ୍ଚିତ ଦେଖିଥିବେ। ମଙ୍କି ମୁଦ୍ରା ଦୁଇ ପ୍ରକାର। ଗୋଟେ ହେଲା ବଡ଼ କଳା ମୁହାଁ ମାଙ୍କଡ଼, ଆଉ ଗୋଟେ ପାତି ମାଙ୍କଡ଼ ମୁଖ, ଯେଉଁମାନେ ଯେଉଁଭଳି କରନ୍ତି। ଏଇ ମଙ୍କି ମୁଦ୍ରା ସାହାଯ୍ୟରେ ସେ ମାଙ୍କଡ଼ମାନଙ୍କର ରୋଗ ବ୍ୟାଧି ଆଦୌ ଆସେ ନାହିଁ। କାରଣ ସେ ଦିନ ସାରା ପ୍ରାୟ ସମୟ କରନ୍ତି। ତେଣୁ ଆମେ 21 ଥର ଲେଖା ଦିନର 2 ଥର କରିବା। ମଝିରେ ଯଦି କେତେବେଳେ ମନରେ ପଡ଼େ କରିପାରନ୍ତି। ଦେଖନ୍ତୁ ମୁଁ ଆହୁରି ବହୁତ ଥର କରିଛି, ଛାଡ଼ିଛି, ଦେଖୁଥିବେ। ଏବେ ପୁଣି କରୁଛି। ଏଟା ହେଲା ଗୋଟେ ମଙ୍କି ମୁଦ୍ରା। ମଙ୍କି ମୁଦ୍ରା ପରେ ପୁଣି ଗୋଟେ ଅଛି ଆଉ ଗୋଟେ ମଙ୍କି ମୁଦ୍ରା, ଯେମିତି ପାତି ମାଙ୍କଡ଼ ଖତେ ହୁଅନ୍ତି, ଦେଖିଥିବେ।
ଏଇ ଦୁଇଟା ମକି ମୁଦ୍ରା ବହୁତ ପ୍ରକାର ରୋଗ ଭଲ କରେ। ଆପଣମାନେ ଦେଖିପାରୁଛନ୍ତି ଗଳା ସମସ୍ୟା, ମୁଖ ସମସ୍ୟା ପର୍ଯ୍ୟନ୍ତ ସବୁ ଯେକୌଣସି ରୋଗ, ଯେକୌଣସି ପ୍ରକାର ବ୍ରଣ କତୁରୁ ଆରମ୍ଭ କରି ବଥ ଯେକୌଣସି ହେଉନା କାହିଁକି ଏଗୁଡ଼ାକ ଆଦୌ ଆସିବ ନାହିଁ। ନିୟମିତ ଆପଣ ଅଷ୍ଟାଙ୍ଗ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ। ରହିଲି। ଜୟ ଜୀବି। ପିତାମାତା କି ଜୟ।